ଯେ ବହୁତ ଏକ ଶୁଭ ଦିନ ଆକାଶବାଣୀ ଆଜି ରିଲିଜ ହଉଛି ତାକୁ ନେଇକିରି ସମସ୍ତଙ୍କ ଟିମ୍ର ବହୁତ ଏକ୍ସପେକ୍ଟେସନ ଅଛି ଯେ ପ୍ରଡ୍ୟୁସର ଅଗ୍ରୱାଲ ସାର୍ କୌଣସି ପ୍ରକାର କମିକ ରଖିନାହାନ୍ତି ବିକଜ ମୁଁ ସେ ଚଳଚ୍ଚିତ୍ର ଗୋଟେ ଅଂଶ ଅଛି ଅଭିନୟ କରୁଛି ଏକ ମୁଖ୍ୟ ଭୂମିକାରେ ତ ପ୍ରତ୍ୟେକ ଦିନ ମୁଁ ଅନୁଭବ କରିଛି ପ୍ରଯୋଗ କୌଣସି କଥାରେ ଅବହେଳା କରିନାହାନ୍ତି ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଯେତେ ଭଲ ହେଇପାରିବ ଚେଷ୍ଟା କରିଛନ୍ତି ସମ୍ବଲପୁରୀ ଭାଷାରେ ମଧ୍ୟ ତାକୁ କରାଯାଇଛି ଦୁଇଟି ଲାଙ୍ଗୁଏଜରେ ଆକାଶବାଣୀ ଚଳଚ୍ଚିତ୍ରଟି ମୁକ୍ତିଲାଭ କରୁଛି ଏବଂ ଆର ସଙ୍ଗୀତ ତ ଅଭିଜିତ ଅଛନ୍ତି ନିର୍ଦ୍ଦେଶନା ତ୍ରିପତି ସାହୁ ଅଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ଗୁଡିଆ ସଫଳ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଆଉ ନୂତନ ପୁରୁଣାର ଗୋଟେ ଫେଣ୍ଟାଫେଣ୍ଟି କଥା ରୋହନ ଯିଏକି ଆର ନାୟକ ସେ ଆଗରୁ ଦୁଇଟି ଚଳଚ୍ଚିତ୍ର ଅଭିନୟ କରି ତାଙ୍କର ଦକ୍ଷତା ସେ ଦେଖେଇଛନ୍ତି ଏଠି ଗୋଟେ ଭିନ୍ନ ଚରିତ୍ର ଏବଂ ହିରୋଇନ ନୂଆ ପୂଜା କରିଛନ୍ତି ବହୁତ ଭଲ କରିଛନ୍ତି ଏବଂ ତା ସହିତ ମୁଁ ପୃଥ୍ୱୀରାଜ ବାବୁ ପୃଥ୍ୱୀରାଜ ନାୟକ ପ୍ରତିଭା ପଣ୍ଡା ନମିତା ଦାସ ଆମମାନେ ମଧ୍ୟ ଅଛୁ ତ ଗୋଟେ ନୂଆ ପୁରୁଣା ମିଶ୍ରଣରେ କଳାକାର ମାନଙ୍କ ମିଶ୍ରଣରେ ହେଇଛି ଟେକ୍ନିକାଲ ଟିମ୍ ବୁବୁ ଆର କ୍ୟାମେରାମ୍ୟାନ୍ ଅଛନ୍ତି ତ ଇଟ୍ ଇଜ ଏକ୍ସଲେଣ୍ଟ ଟିମ୍ ବହୁତ କାମ ହେଇଛି ନୂଆ ନୂଆ ଚଳଚ୍ଚିତ୍ର ନୂଆ କାହାଣୀଟେ ଇଟ୍ ଇଜ ନଟ୍ ଦି ରିମେକ୍ ଯୋଉଥିପାଇଁ ଦର୍ଶକ ମାନେ ବିମୁଖ ଥିଲେ ଓଡ଼ିଆ ଦର୍ଶକ ଓଡ଼ିଆ ଚଳଚ୍ଚିତ୍ରକୁ ମାନେ ଗ୍ରହଣ କରିପାରୁନଥିଲେ ବାରମ୍ବାର ରିମେକ୍ ଦ୍ୱାରା କିନ୍ତୁ ଏଇଟା ହଉଛି ଗୋଟେ ରିଅଲ କାହାଣୀ ଗୋଟେ ଭଲ କାହାଣୀ ଓଡ଼ିଆ କାହାଣୀ ଏବଂ ଦର୍ଶକ ମାନଙ୍କୁ ଭଲ ଲାଗିବ ଆଶା କରୁଛି ଚଳଚ୍ଚିତ୍ରଟି ନିଶ୍ଚୟ ପୁଣି ଭିଡ଼ ହବ ଲୋକମାନେ ଆସିବେ ଦେଖିବେ ପୁଣି ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଆ ଭାଷାକୁ ନିଶ୍ଚୟ ଆଦରିବେ ଏତି କାମନା କରୁଛି ଆଉ ମୋ ଚରିତ୍ର ପାଇଁ ମୁଁ ବହୁତ ଖୁସି ଅଛି ଆଇ ଏମ୍ ଭେରି ଏକ୍ସାଇଟେଡ ଦର୍ଶକ ମାନେ ମତେ ସବୁବେଳେ ଗୋଟେ ବାପା ଚରିତ୍ରରେ ଆକ୍ସେପ୍ଟ କରି ଆସିଛନ୍ତି ଏଥିରେ ମୁଁ ନାୟକର ବାପା ବଟ୍ ଇଟ୍ ଇଜ ଅ ଭେରି ଭାଇଟାଲ କ୍ୟାରେକ୍ଟର ଏବଂ ଦୁଇ ବନ୍ଧୁଙ୍କର କାହାଣୀ ମଧ୍ୟ ଅଛି ମୋର ଆଉ ପୃଥ୍ୱୀରାଜ ବାବୁଙ୍କର ପାରଲ କ୍ୟାରେକ୍ଟର ଅଛି ତେଣୁ ଆଶା କରିବି ଆଉ ମିଡ଼ିଆ ବନ୍ଧୁମାନେ ତ ସବୁବେଳେ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ତାକୁ ଲୋକମାନଙ୍କ ପହଞ୍ଚିବା ପାଇଁ ସବୁବେଳେ ଚେଷ୍ଟା କରି ଆସିଛନ୍ତି ସେ ଚେଷ୍ଟା ଆପଣମାନଙ୍କ ଜାରି ରହୁ ଏବଂ ପୁଣି କେମିତି ଲୋକମାନଙ୍କ ଭିଡ଼ ହଉ ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟକୁ ଆସନ୍ତୁ ଏତିକି ମୁଁ ଆପଣମାନଙ୍କ ମାଧ୍ୟମରେ ଦର୍ଶକମାନଙ୍କ ପାଖରେ ପହଞ୍ଚଉଛି ଆଶା କରିବି ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଆମ ସମସ୍ତଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ଧନ୍ୟବାଦ ଜୟ ଜଗନ୍ନାଥ ପଡିଲା ସମ୍ବଲପୁରୀ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ଦେଖନ୍ତୁ ସମ୍ବଲପୁରୀ ଭାଷା ୱେଷ୍ଟର୍ଣ୍ଣ ଓଡ଼ିଶାର ଗୋଟେ ମେଜର ଭାଷାଟିଏ ଯୋଉଟା କି ସମ୍ବଲପୁର ଭାଷାରେ ଲୋକମାନେ ଦେଖିବାକୁ ଚାହାନ୍ତି ନାଇଁ ନାଇଁ ସେମିତି କିଛି ନାହିଁ ମୁଁ ଆଶା କରିବି ସେମାନେ ମୂଳରୁ ନିଷ୍ପତ୍ତି ନେଇଥିଲେ ବାଇଲିଙ୍ଗୁଆଲ କରିବେ ଦୁଇଟି ଲାଙ୍ଗୁଏଜରେ କରିବେ ଓଡ଼ିଆ ଲାଙ୍ଗୁଏଜରେ କରୁଥିଲେ କିନ୍ତୁ ସେମାନେ ଅନୁଭବ କଲେ ପରବର୍ତ୍ତୀ କାଳରେ ଯେହେତୁ ଚଳଚ୍ଚିତ୍ରଟି ଭଲ ହେଲା ତାର ଗୀତ ତାର ଏକ୍ଜିକ୍ୟୁସନ ତାର କାହାଣୀ ସବୁ ଭଲ ହେଲା କହିଲେ ଯେ ଏଇଟା ବି ସମ୍ବଲପୁର ଲାଙ୍ଗୁଏଜରେ ହଉ ଏଇଟା ମୋ ପାଇଁ ଗୋଟେ ବଡ ସୁଯୋଗ ମୁଁ କେବେ ସମ୍ବଲପୁରୀ ଭାଷାକୁ ଭଲ ପାଏ କିନ୍ତୁ ସମ୍ବଲପୁରୀ ଭାଷାରେ କେବେ ମୁଁ ଚରିତ୍ରଟିଏ କରିନଥିଲି ତେଣୁକରି ଏଇଟା ମୋ ପାଇଁ ଗୋଟେ ସୁଯୋଗ ଆଇ ଏମ୍ ରିଏଲି ହ୍ୟାପି ଯୋଉଟାକି ଓଡ଼ିଆ ଆଉ ସମ୍ବଲପୁର ଦୁଇଟା ଲାଙ୍ଗୁଏଜ ଓଡ଼ିଶାରେ ପୁଣି ଚାଲିବ ଏଇଟା ହେଇଥାଇପାରେ କିନ୍ତୁ ମୋ ପାଇଁ ଏଇଟା ପ୍ରଥମ ଫିଲ୍ମ ମୁଁ ସମ୍ବଲପୁରୀ ଭାଷାରେ କେବେ କୌଣସି ଗୀତ ବି କରିନି କୌଣସି ଚଳଚ୍ଚିତ୍ର କରିନି ଅଭିନୟ କରିବାର ସୁଯୋଗ ପାଇନଥିଲି ଏଇଟା ଗୋଟେ ସୁଯୋଗ ପାଇଛି ତେଣୁକରି ମୁଁ ପ୍ରଯୋଗକୁ ମୁଁ ଧନ୍ୟବାଦ ଦେବି କୃତଜ୍ଞତା ଜଣେଇବି ଆଉ ଆପଣମାନଙ୍କୁ ଭଲ ହେଇଛି ଚଳଚ୍ଚିତ୍ରଟିଏ ଚାଲିବା ନ ଚାଲିବା ସବୁ ଦର୍ଶକ ମାନଙ୍କ ଉପରେ ଲୋକମାନଙ୍କ ଉପରେ ଆମର ଚେଷ୍ଟା ଆପଣମାନଙ୍କ ଚେଷ୍ଟା ଜାରି ରହିଛି ତେଣୁ ଆଶା କରିବୁ ପ୍ରଭୁ ଜଗନ୍ନାଥଙ୍କୁ ଏତିକି ମାଗିବୁ ଯେ ଦର୍ଶକ ମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ ଯେ ଦେଖିବେ ନିଶ୍ଚିନ୍ତ ଭାବେ ଚାଲିବେ